ବିଜେଡି ର ଅଭିଯୋଗର ଉତ୍ତର ଦେବା ପାଇଁ ମୁଁ ଠିକ ମଣୁନାହିଁ, କାରଣ ଯୋଉମାନେ ଉତ୍ତର ମାଗୁଥିଲେ ସେମାନଙ୍କ ମଞ୍ଚ ଦେଖିବେ ସେଇଠି ଅଜିତ ଦାସ ବୋଲି ଜଣେ ବସିଛନ୍ତି। ସେ ଗଣେଶ ଡାକୁଆର ହତ୍ୟାକାରୀ, ସେଇଠି ପୂର୍ବତନ ମନ୍ତ୍ରୀ ବସିଛନ୍ତି, ସେ ହଉଛନ୍ତି ସଂଯୁକ୍ତା ମହଲର ଦୁଷ୍କର୍ମକାରୀ। ସେଠି ଚନ୍ଦ୍ରଶେଖର ସାହୁ ବସିଛନ୍ତି, ସିଏ ହଉଛନ୍ତି ସେ କୃଷବାସ ପଣ୍ଡାଙ୍କର ମର୍ଡର ହେଲେ ତାର ଷଡ଼ଯନ୍ତ୍ରକାରୀ ଏବଂ ସେ ହେଉଛନ୍ତି ସେ ବିକ୍ରମ ପଣ୍ଡାଙ୍କର ଗୁରୁ। ତ ମୁଁ କାହାକୁ ଅଙ୍ଗୁଳି ଦେଶ କରୁନାହିଁ, ଗୋଟେ ସମ୍ବେଦନଶୀଳ କଥା, ଯୋଉ ଘଟଣା ଘଟିଗଲା ସମ୍ବେଦନଶୀଳ କଥା। ଇଏ କଥାରେ ଯୋଉମାନେ ଜଡ଼ିତ ସେଥିରେ ମୋ ପୁତୁରାଙ୍କ ବି ନାଁ ଆସିଥିଲା, ବିଶ୍ୱଜିତର ନାଁ ଆସିଲା। ମୁଁ ତୁରନ୍ତ କହିଲି ଆଇନ ଊର୍ଦ୍ଧ୍ୱରେ କେହି ନୁହନ୍ତି, ତ ଆଇନ ତା ବାଟରେ ଯାଉ, ଦୋଷୀକୁ ମାନେ ପୀଡ଼ିତାକୁ ନ୍ୟାୟ ମିଳୁ। ଏ କଥାକୁ ନେଇକରି ମୁଁ ହିଁ କହିଥିଲି ଯେ ତାର ଯାହା ନାଁ ଉଠୁଛି ତାକୁ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଉ ଏବଂ ତାର ମୋବାଇଲ ଲ୍ୟାପଟପ୍ ଯାହା ତୁରନ୍ତ ସିଜ୍ କରାଯାଉ। ମୁଁ ଯୋଉ କଥା ସେଇଦିନ କହିଥିଲି ଆଜି ବି ସେ କଥା କହୁଛି ଯେ ଆଇନ ଊର୍ଦ୍ଧ୍ୱରେ କେହି ନୁହେଁ ଏବଂ ଆଇନ ତା ବାଟରେ ଯାଇଛି। ଗତକାଲି ମୋ ପୁତୁରାକୁ ଗିରଫ ବି କରାଯାଇଛି। ଏଥିରୁ ଅନୁମାନ କରିହେଉଥିବ ଯୋଉମାନେ ଆଜି ଏ ସମ୍ବେଦନଶୀଳ କଥାକୁ ନେଇକରି ରାଜନୀତିର ରଙ୍ଗ ଦେଉଛନ୍ତି ଏବଂ ଅଯଥାରେ ମୋ ନାଁକୁ ନେଇକରି ମଧ୍ୟ କହୁଛନ୍ତି, ତେଣୁ ଜାଣି ରଖିବା ଉଚିତ ଅଛି ଯେ ଆମ ସରକାର ନ୍ୟାୟ ଦେବାରେ ପୁରା ଯତ୍ନବାନ ଅଛି। ଆମ ସରକାର ଘଣ୍ଟ ଘୋଡ଼େଇବା ସରକାର ନୁହଁ। ବିଗତ ଦିନରେ ଦେଖିଥିବେ ଯେତେବେଳେ ମମିତାର କଥା କୁହାଯାଉ ସେଠି କ୍ୟାପ୍ଟେନକୁ ଆରେଷ୍ଟ କରାଯାଇନଥିଲା ଏବଂ ଡବଲ ମର୍ଡରର କଥା ପ୍ରତାପ ଜେନାର କଥା ତାଙ୍କୁ ସେ ତଦନ୍ତ ପରିସରଭୁକ୍ତ ବି ଅଣାଯାଇନଥିଲା। ବହୁତ ଘଟଣା ଘଟିଛି, ବହୁତ ଘଟଣା ଘଟିଛି। କେବେ ଯତ୍ନବାନ ନୁହନ୍ତି ତାଙ୍କ ସରକାର, ସେମାନେ ଆଜି କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହେଁ ନାହିଁ। ପୂର୍ବରୁ କହିସାରିଛି ଯେ ଗୋଟିଏ କଥା ହଉଛି ଯୋଉ ଘଟଣା ଘଟିଲା ମୁଁ ନିଶ୍ଚିତ ଭାବେ ମୁଁ ଦୁଃଖୀ ଅଟେ। ଏ ଦୁଃଖଦ ଘଟଣା, ଅଭାବନୀୟ ଘଟଣା ପୁଣି ମୋ ଗାଁରେ ଥିବା ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ଘଟିଲା। ତେଣୁ ମୁଁ ନିଶ୍ଚିତ ଭାବେ ଦୁଃଖ ଅନୁଭବ କରୁଛି ଏବଂ ଯେ ଅଭାବନୀୟ ଘଟଣା, ଦୁଃଖଦ ଘଟଣା, ସମ୍ବେଦନଶୀଳ ଘଟଣାକୁ ରାଜନୀତିର ରଙ୍ଗ ଦିଆନଯାଇ ତାକୁ ପୁରା ଠିକ ଭାବେ ପୋଲିସ ତାର ଇନଭେଷ୍ଟିଗେସନ କରୁ ଏବଂ ତାର ସତ୍ୟତାକୁ ପ୍ରକାଶ କରୁ, ପୀଡ଼ିତାକୁ ନ୍ୟାୟ ଦେଉ ଏବଂ ଦୋଷୀକୁ ଦଣ୍ଡ। ମୁଁ ଜାଣିବାର ବି ଆବଶ୍ୟକତା ମହୁନି, ପୋଲିସ ତା ବାଟରେ ଯିବ। ପୋଲିସ ଯାଇକରି ଅପରାଧୀକୁ ଖୋଜିବ, ଏକ୍ୟୁଜେଡ୍ ଖୋଜିବ। ମୁଁ ପଚାରିବା ଦରକାର ନାହିଁ ପୋଲିସକୁ। ମୁଁ କୌଣସି ପ୍ରକାର ଚାପ ପ୍ରୟୋଗ କରିବାକୁ ଚାହିଁନଥିଲି ଏବଂ ଆମ ସରକାର ମଧ୍ୟ ଆଇନକୁ ତା ବାଟରେ ଯିବାକୁ ଦେବାକୁ ଦିଆଯାଉ ବୋଲି କହୁଛି। ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାइब କରନ୍ତୁ।